ଆପଣଙ୍କ ନାଁ? ମୋ ନାଁ ହେଲା ପ୍ରତାପ ସର୍ଦାର। ମୁଁ ଏସ୍ଏମ୍ସି କମିଟିର ମେମ୍ବର ଜଣେ ଅଛି। ଆଜିଠୁ 3 ମାସ ଆଗରେ ସ୍କୁଲରେ ସାମନ୍ତର ସାର୍ ସହିତ ଗୋଟେ ଗଣ୍ଡଗୋଳ ହେଇକିରି ସାମନ୍ତର ସାର୍ ବର୍ତ୍ତମାନ ସେ ସସ୍ପେଣ୍ଡ ଅଛି। ହେଲେ ଏବେ ଯେଉଁ ଆମର ଅଷ୍ଟମ ଶ୍ରେଣୀର ଯେଉଁ ଟିସି ଦିଆହେବ, ହେଲେ ସେ ରେଜିଷ୍ଟ୍ରେସନ ଖାତା ସେ ସାମନ୍ତ ସାର୍ ନେଇକି ପଳାଇଛନ୍ତି। ଆମେ ସେ ରେଜିଷ୍ଟ୍ରେସନ ଖାତା ଏବେ ଯାକ ମିଳିନି ବୋଲି ଆମେ ପ୍ରଶାସନକୁ ଜଣାଇଲୁ। ତାଙ୍କୁ ବି ବାରମ୍ବାର ଆମେ ଯାଇକି ଗୁହାରି କଲା ପରେ ବି ତାଙ୍କେ ଦେଇନାହାନ୍ତି। ଏବେ ଆମେ ଟିସି କେମିତି ଦେଉ, ସେଥିପାଇଁ ଆମେ ସ୍କୁଲରେ ତାଲା ପକାଇକିରି ଧାରଣାରେ ବସିଛୁ। ଆମର ଦାବି ଏବେ ଆମର ଦାବିଟା ଯଦି ଆମର ଯେ ରେଜିଷ୍ଟ୍ରେସନ ଖାତାଟା 2012ଠୁ 2025ର ଯେଉଁ ରେଜିଷ୍ଟ୍ରେସନ ଖାତାଟା ସେଇଟା ବର୍ତ୍ତମାନ ମିଳୁନାହିଁ। ସେଇଟା ଯଦି ପ୍ରଶାସନ ଆମକୁ ଆଣିଦେବେ ଆମେ ଉପକୃତ ହେବୁ। କେମିତି ଅନ୍ଧକାରରେ ଅଛି ପିଲାମାନଙ୍କ ଛୁଆ ଯଦି ନ ମିଳେ? ଯଦି ସେ ରେଜିଷ୍ଟ୍ରେସନ ଖାତା ନ ମିଳେ ପିଲାମାନେ ସବୁ ଅନ୍ଧାରେ ଏକା ରହିବା ଭଳିଆ ଥିବ। ପିଲାମାନେ କୋଉଠି ବସୁଛନ୍ତି, କଣ କେମିତି କଣ? ଏବେ ପିଲାମାନଙ୍କ ଏବେ ଆମେ ସ୍କୁଲରେ ତାଲା ପକାଇ ପିଲାମାନଙ୍କୁ ସବୁ ଆଗରେ ବସାଇ ଦେଇଛୁ। ଆମର ଯେତେବେଳେ ଆମର ଦାବି ପୂରଣ ନ ହେବ ଆମେ ଛାଡ଼ିବୁ ନାହିଁ। ମୁଁ ସୁପଦ ହାଲଦାର, ପିଲାର ଅଭିଭାବକ। ତାଲା ପକାଇବାର ଗୋଟିଏ କାରଣ ହେଉଛି ଯେ ମୋ ପୁଅ ଏଠି ପଢ଼ୁଥିଲା, ଆଉ ବହୁତ ପିଲାମାନେ ବି ଅଛନ୍ତି ଯେଉଁଟାକି କିଛି ଦିନ 3 ମାସ ପୂର୍ବରେ ମୋର ଯେଉଁ ସ୍କୁଲରେ ଗୋଟେ ଡିସ୍ପ୍ୟୁଟ୍ ହେଇଥିଲା, ଯେଉଁ ଥିଲା ଆମର ପ୍ରଶାନ୍ତ କୁମାର ସାମନ୍ତରାୟ, ତାଙ୍କେ କିଛି ସ୍କୁଲ ହିସାବପତ୍ର ବା କିଛି ଦେଇକି ଏପର୍ଯ୍ୟନ୍ତ ଯାଇନାହାନ୍ତି। ଆଉ ତାପରେ ଆମର ଆସିଥିଲେ ଆଡ଼ିସନାଲ୍ ତହସିଲଦାର, RI, CRCS 4 ଜଣ, ଏମାନେ ସମସ୍ତେ ଆସିଥିଲେ। ଆସିଲା ପରେ ଅଫିସ୍ ରୁମ୍ର ତାଲା ଖୋଲା ହେଇଥିଲା। ଖୋଲା ହେଲା ପରେ ସେଥିରେ ଦେଖାଯାଉଛି 2012ରୁ 2025 ପର୍ଯ୍ୟନ୍ତ ଆଡ଼ମିସନ୍ ରେଜିଷ୍ଟର ନାହିଁ। ସ୍କୁଲର ଆମର ଯେଉଁ ହେଡ଼୍ ଦିଦି ଅଛନ୍ତି କି ଅଲଗା ସାର୍ମାନେ ଅଛନ୍ତି, ତାଙ୍କୁ ବାରମ୍ବାର ପ୍ରଶାସନକୁ ଜଣେଇଲା ପରେ ବି ବର୍ତ୍ତମାନ ଆଜି କାଲି ହେଇକି ବର୍ତ୍ତମାନ ସୁଦ୍ଧା ଆମର ଆଡ଼ମିସନ୍ ରେଜିଷ୍ଟର ସ୍କୁଲରେ ପହଞ୍ଚୁନାହିଁ କି ଆମର ପିଲାକୁ ଅଲଗା ଜାଗାରେ ନେଇକି ଆଡ଼ମିସନ୍ କରାଇ ପାରୁନାହିଁ। କିନ୍ତୁ ବର୍ତ୍ତମାନ ଆମର ଗୋଟିଏ ଦେବି ଯେ ଆଡ଼ମିସନ୍ ରେଜିଷ୍ଟର ସ୍କୁଲରେ ଆଣିବେ, ତାପରେ ଆମେ ତାଲା ଖୋଲିବୁ। ନ୍ୟୁଜ୍ ଓଡ଼ିଆ 30 ଚ୍ୟାନେଲର ନୂଆ ନୂଆ ଅପଡେଟ୍ ଶୀଘ୍ର ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ସେୟାର, ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଧନ୍ୟବାଦ।